ଗୋଟିଏ ଗାଁର ଶେଷ ମୁଣ୍ଡରେ ଏକ ବଡ଼ ଅଶ୍ୱତଥ ଗଛ ଥିଲା। ସେହି ଗଛର ଏକ ଡାଳରେ ଦୁଇଟି କାଉ ବସା ବାନ୍ଧି ରହୁଥିଲେ। ପ୍ରତିଦିନ ସେମାନେ ଦିନ ତମାମ ଏଣେ ତେଣେ ବୁଲି ଖାଦ୍ୟ ଯୋଗାଡ଼ କରନ୍ତି। ସଞ୍ଜ ବେଳକୁ ବସାକୁ ଫେରି ଆସନ୍ତି। ବେଶ ଖୁସିରେ ଦୁହେଁ ଚଳନ୍ତି। ଥରେ ମାଇ କାଉଟି ଦେଇଥିବା ଦୁଇଟି ଅଣ୍ଡାରୁ ଦୁଇଟି ଛୁଆ ବାହାରିଲେ। ତାଙ୍କୁ ଦେଖି ବାପା ମାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ। ଦିନେ ସେମାନେ ଆହାର ଯୋଗାଡ଼ କରି ଫେରି ଆସି ଦେଖିଲେ ଛୁଆ ଦୁଇଟିକୁ କିଏ ଖାଇଦେଇଛି। ଟିକି ଟିକି ପର କେତୋଟି ବସାରେ ପଡ଼ି ରହିଛି। ଏହା ଦେଖି ସେମାନେ ବହୁତ କାନ୍ଦିଲେ। ପୁଣି କିଛି ମାସ ପରେ ମାଇ କାଉଟି ଅଣ୍ଡା ଦେଇ ଛୁଆ ଫୁଟାଇଲା। ଛୁଆମାନେ ଟିକେ ବଡ଼ ହେଲେ। ସେମାନଙ୍କ ମୁହଁକୁ ଦେଖି ବାପା ମା ଦୁହେଁ ପୂର୍ବ ଦୁଃଖ ଭୁଲିଗଲେ। ହେଲେ ପୁଣି ଦିନେ ଦେଖିଲା ବେଳକୁ ଛୁଆ ଦୁଇଟିକୁ କିଏ ମାରି ଖାଇଦେଇଛି। ଏଥିରେ କେଉଁ ବାପା ମାଙ୍କର ଧୈର୍ଯ୍ୟ ରହିବ? ମୁଣ୍ଡ ବାଡ଼େଇ କାନ୍ଦି ଚୁପଚାପ ରହିଲେ। ଆଉ କିଛି ମାସ ପରେ ତାଙ୍କର ପୁଣି ଦୁଇଟି ଛୁଆ ହେଲା। ଗୋଟିଏ କାଉ ପାଖ ଗଛରେ ଲୁଚି ରହିଲା, ଆଉ ଗୋଟିଏ ଖାଦ୍ୟ ପାଇଁ ଗଲା। ପାଖ ଗଛରେ ବସିଥିବା କାଉଟି ଦେଖିଲା ଗଛ ତଳେ ଥିବା ଏକ ହୁଙ୍କାରୁ ସାପଟିଏ ବାହାରି ଆସି ତାଙ୍କ ଛୁଆକୁ ଖାଇଗଲା। ସେ ଯେତେ ପାଟି କରି ରାବିଲା, ସାପ ସେ ଆଡ଼କୁ କାନ ନ ଦେଇ ଓଲଟି ଫଣା ଟେକି ଫଁ ଫଁ ହେଲା। ଆର କାଉଟି ଆସିବାରୁ ସେ ସବୁ କଥା ତାକୁ କହିଲା। ସାପ ସହିତ ଯୁଦ୍ଧ କରିବାକୁ ଏମାନଙ୍କର ତ ବଳ ନାହିଁ। ଏକଥା ଦୁହେଁ ତାଙ୍କ ସାଙ୍ଗ ବିଲୁଆକୁ କହିଲେ। ବିଲୁଆ ସେମାନଙ୍କୁ ବୁଦ୍ଧି ବତାଇ ଦେଲା। ଥରେ ରାଜଜେମା ତାଙ୍କ ସୁନାହାର ପୋଖରୀ ହୁଡ଼ାରେ ଥୋଇ ଗାଧୋଉଥିଲେ। କାଉ ଦୁଇଟି ଥଣ୍ଟରେ ସେ ହାରକୁ ଧରି ଉଡ଼ି ପଳାଇ ଆସିଲେ। ହାରଟିକୁ ସାପ ରହୁଥିବା ହୁଙ୍କା ମୁହଁ ପାଖରେ ପକାଇଦେଲେ। ରାଜକର୍ମଚାରୀମାନେ ଖୋଜି ଖୋଜି ଆସି ହୁଙ୍କା ପାଖରେ ପହଞ୍ଚିଲେ। ହାର ଉଠାଇଲା ବେଳକୁ ସାପ ଗାତ ମୁହଁରୁ ଫଣା ଟେକି ସେମାନଙ୍କୁ ଫଁ ଫଁ ହେଲା। ତେଣୁ କର୍ମଚାରୀମାନେ ହୁଙ୍କାକୁ ହାଣି ସାପକୁ ବାଡ଼େଇ ମାରିଦେଲେ ଓ ହାର ନେଇ ରାଜକୁମାରୀଙ୍କୁ ଦେଲେ।